ଆପଣଙ୍କୁ ପୂର୍ବଥରକ କଂଗ୍ରେସ ବର୍ଷା କରି କର୍ପୋରେଟର ବନେଇଥିଲା, ବର୍ତ୍ତମାନ ଆପଣଙ୍କୁ ଏମଏଲଏର ଟିକେଟ୍ ମିଳିଛି। କ'ଣ ଭୁବନେଶ୍ୱର ପାଇଁ ଯେଉଁଟାକି ଆପଣ ଠିଆ ହେଉଛନ୍ତି, ଆପଣଙ୍କର କ'ଣ ଭିଜନ୍ ଅଛି, କ'ଣ କରିବେ ଏଠି ଆପଣ? ସର୍ବପ୍ରଥମ ଭୁବନେଶ୍ୱର ଦୁଇ ଭାଗରେ ବିଭକ୍ତ ହେଉଛି। ଗ୍ରାମାଞ୍ଚଳ ଗୋଟାଏ ଭାଗ, ସହରାଞ୍ଚଳ ଗୋଟାଏ ଭାଗ, ଅର୍ଥାତ୍ ରେଲ୍ ଲାଇନ୍ ଏପଟେ ଗୋଟିଏ, ରେଲ୍ ଲାଇନ୍ ସେପଟେ ଗୋଟିଏ। ବିକାଶ ଯେତିକି ହେଉଛି ରାସ୍ତାଠୁ ଡ୍ରେନ୍ଠୁ ଅନ୍ୟାନ୍ୟ ଯେଉଁ ବିକାଶମୂଳକ କାର୍ଯ୍ୟ ହେଉଛି ସବୁ ସହରାଞ୍ଚଳରେ ହେଉଛି। ଗ୍ରାମାଞ୍ଚଳ ପ୍ରତି ଟିକେ ବୈମାତୃକ ମନୋଭାବ ସଦାସର୍ବଦା ରହିଛି। ଏଠିକାର ଦେଖନ୍ତୁ ରାସ୍ତା ନାହିଁ, ଡ୍ରେନ୍ ନାହିଁ, ପ୍ରତିଦିନ କ୍ଲିନିଂ ହେଉନି, କୁଡ଼ କୁଡ଼ ଅଳିଆ, ଏବଂ ବର୍ଷା ବେଳେ ଏ ଅଞ୍ଚଳ ଜଳମଗ୍ନ ହୋଇଯାଉଛି। ଯେତେ ଉପର ପାଣି ଗୁଡ଼ା ସବୁ ଏ ଅଞ୍ଚଳରେ ପଶୁଛି। ରାସ୍ତାଘାଟ ଦେଖୁଥିବେ ବର୍ଷା ଦିନେ ଆମର ରସୁଲଗଡ଼ ଛକ ହେଉ, ବମିଖାଲ ଛକ ହେଉ, ଲକ୍ଷ୍ମୀସାଗର ଛକ ହେଉ, ଏଗୁଡ଼ା ସବୁ ବୁଡ଼ି ଯାଉଛି। ଇଭିନ୍ ବି କାର୍, ଅଟୋ ଏଗୁଡ଼ା ସବୁ ଭାସି ଯାଉଛି। ମ୍ୟୁନିସିପାଲିଟିର ଏ ଅଞ୍ଚଳରେ କୌଣସି କାର୍ଯ୍ୟକ୍ରମ ନାହିଁ, ଯାହାଫଳରେ ଦିନ ଦ୍ୱିପହରେ ମଶାଙ୍କର ପ୍ରାଦୁର୍ଭାବ ଏତେ ଯେ ମଶା ଟେକି ନେଇଯାଉଛନ୍ତି। ଅଳିଆ ଏଇ ରାସ୍ତାଘାଟ ଟିକେ ମେନ୍ ରାସ୍ତାରେ ସଫା ହେଉଛି, ନହେଲେ ଭିତରେ ଭର୍ତ୍ତି ହେଉଛି ଅଳିଆ। ଯୁଆଡ଼େ ଦେଖିବେ ଏଇ ଗାଁ ଅଞ୍ଚଳରେ ଆମର ଭୋଇ ସାହି ହେଉ, ସେ ପ୍ରଧାନ ସାହି ହେଉ, ସେପଟେ ପାତ୍ର ସାହି ହେଉ, ସେ ସହର ସାହି ହେଉ, ରସୁଲଗଡ଼ ହେଉ, ଝାରପଡ଼ା ହେଉ, ଲକ୍ଷ୍ମୀସାଗର ହେଉ, କେତେବେଳେ ଭିତରକୁ ଯିବେ ସେ ଅଞ୍ଚଳ ନାହିଁ ନଥିବା ଅବସ୍ଥାରେ ପଡ଼ିଛି। ଭୁବନେଶ୍ୱର ଯେଉଁ ବାସିନ୍ଦାର ବର୍ତ୍ତମାନ ପ୍ରମୁଖ ସମସ୍ୟା ଯେଉଁଟା ଆପଣ କହିଲେ ସେଇଟା, ଆଉ କିଛି ସମସ୍ୟା ଅଛି ଯେଉଁଟାକି ଜାଣିବା ନେତାମାନଙ୍କ ପକ୍ଷେ ସମ୍ଭବ ହୁଏନି? ବହୁତ ବାହାର ଲୋକ ଆସିକି ବସ୍ତିରେ ଘର କରି ରହିଛନ୍ତି। ସେ ବସ୍ତି ବାସିନ୍ଦାକୁ କେମିତି ଆମେ ସ୍ଥାୟୀ ପଟ୍ଟା ଦେବା, ସେମାନେ ଯେଉଁଭଳି ଭାବରେ ଠିକ୍ ଭାବରେ ରହିପାରିବେ। ଯେମିତି ଆମର କଂଗ୍ରେସ ସରକାର ସମୟରେ ଭରତପୁର ହେଉ, ଡୁମଡୁଆ ହେଉ, ସେମାନଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଇଥିଲା, ସେମାନେ ଘର କରି ରହିଛନ୍ତି। ବର୍ତ୍ତମାନ ଯେଉଁ ଗଭର୍ଣ୍ଣମେଣ୍ଟ ଘର ଦେଇଛି ଗୁହାଳଠୁ ହୀନ, ସେ ଲୋକ ରହୁନାହିଁ ସେଠି, ଘର ବିକି ସାରିଲେଣି, ବହୁତ ଲୋକ ପଳେଇ ଆସିଲେଣି, ପୁଣି ବସ୍ତିରେ ଘର କରିକି ରହିଲେଣି। ଆର ସ୍ଥାୟୀ ସମାଧାନ ଏଇଟା ନୁହେଁ। କଂଗ୍ରେସ ସରକାର ସମୟରେ ଯେଉଁଟା ଯେମିତି କରାଯାଇଥିଲା ଲୋକମାନଙ୍କ ପାଇଁ ତାହା ହିଁ ହେବା ଉଚିତ। ଆଉ ଗୋଟେ ଜିନିଷ ହେଲା, ବିଜେଡି ବିଜେପି ଆଗ୍ରେସିଭରେ ରାଜନୀତି କରୁଛନ୍ତି ଓଡ଼ିଶାରେ, ତା ଭିତରେ କଂଗ୍ରେସ କେତେ ଦୂର ନିଜକୁ ପ୍ରତିଷ୍ଠା କରିପାରିଛି? ବିଜେଡି ବିଜେପି ସେ କ'ଣ ଅଲଗା ଲଢ଼ୁଛନ୍ତି? ସେ ବା ଏକ ହେଇକି ଲଢ଼ୁଛନ୍ତି। ସେମାନଙ୍କର ଅଘୋଷିତ ମେଣ୍ଟ। ବିଜେଡି କି ଭୋଟ ଦେଲେ ବିଜେପି ଯିବ, ବିଜେପି କି ଭୋଟ ଦେଲେ ବିଜେଡି କି ଯିବ। ତଳ ସ୍ତରରେ ମୁଁ ଆପଣମାନଙ୍କ ମାଧ୍ୟମରେ କହିବାକୁ ଚାହେଁ, କର୍ମୀ ବାଡ଼ିଆ ବାଡ଼ି ହୁଅନ୍ତୁନି। ଏବଂ ଲୋକ ଜାଣିଗଲେଣି ଆଙ୍କର ଉପର ସ୍ତରରେ ମେଣ୍ଟ ଅଛି। ମୋଦି ଆଜି ଆସୁଛନ୍ତି, ରୋଡ୍ ଶୋ କରୁଛନ୍ତି, ନବୀନ ପଟ୍ଟନାୟକ ବସୁଛନ୍ତି, ତାଙ୍କର କେନ୍ଦ୍ରୀୟ ନେତାମାନେ ବି ଘନ ଘନ ଗସ୍ତ କରୁଛନ୍ତି ଓଡ଼ିଶାକୁ। ଏମିତିକି ଆପଣଙ୍କର କଂଗ୍ରେସ ନେତା ଖଡ଼ଗେ ଆସିଥିଲେ, ସେ କହିଲେ ଯେ ମୋଦିଜୀଙ୍କର ଦଳ ପଦ୍ମ ନିଶ୍ଚିହ୍ନ ହେଇଯାଉଛି ଭାରତରେ, ତେଣୁକରି ସେ ଓଡ଼ିଶା ଉପରେ ଭରସା କରୁଛନ୍ତି। କ'ଣ କହିବେ ତାର? ସେଇଟା ନିଶ୍ଚିତ ଭାବରେ ସତ୍ୟ, କିନ୍ତୁ ଏମାନଙ୍କର ଫିକ୍ସିଂ ହେଇଯାଇଛି। ଇଏ ଲୋକ ଦେଖାଣିଆ ମୋଦି ଆସୁଛନ୍ତି, ଆଙ୍କର ଅଲରେଡ଼ି ଫିକ୍ସ, ମୁଁ ଏତିକି MP ନେବି, ତୁ ଏତିକି MLA ନେବି। ଲୋକ ଜାଣିସାରିଲେଣି। ଇଏ ଖାଲି ଗୋଟେ ଲୋକ ଦେଖାଣିଆ ହିସାବରେ ଆସୁଛନ୍ତି, ନହେଲେ ନାହିଁ ତାଙ୍କର ଭିତରେ ଉଦ୍ଦେଶ୍ୟ ଏହା ନୁହଁ। ଆପଣମାନେ ଜାଣିଥିବେ, ଅଳ୍ପ ଦିନ ତଳେ ଆସିଥିଲେ, କହିଥିଲେ ନବୀନ ପଟ୍ଟନାୟକ ମୋର ବନ୍ଧୁ, ଆଚ୍ଛା ସରକାର ଏଠି ଚାଲିଛି, ସବୁ ଭଲ ଚାଲିଛି। ତାହେଲେ ଆଜି କେମିତି ଆସିଛନ୍ତି? ଏଗୁଡ଼ା ଲୋକ ଦେଖାଣିଆ, ଲୋକ ଜାଣିସାରିଲେଣି। ଅଲରେଡ଼ି ଏମାନଙ୍କର ଆଗରୁ ଫିକ୍ସିଂ ହେଇଛି। ମୁଁ ଏଠାକାର ସ୍ଥାୟୀ ବାସିନ୍ଦା, ମୋ ଘର এই ଅଞ୍ଚଳରେ ବମିଖାଲ, ମୋର ମାମୁଁ ଘର ବି ଝାରପଡ଼ା। ମୁଁ ଏ ଲୋକାଲ ସହିତ
ସବୁବେଳେ रही छात्र जीवन कॉलेज जीवन ये लोकल अंचल मोर रही एवं मु आगु पूर्वतन कॉर्पोरेटर थी एआईसीसी मेंबर थी स्टेट जनरल सेक्रेटरी अच्छी ब्लॉक प्रेसिडेंट थी वार्ड प्रेसिडेंट थी सदा सर्वदा ये अंचलवासी सहित मु रही गरीब खटिखिया मजुरिया ठारू आरंभ करी दुखी रंकी सहित मु रही जेतोले जो मुहूर्त मो कान पड़े लोक मान सुविधा असुविधा बा कहीं डाकिले मु तत्क्षणात किपरि ता समाधान हो पार ता चेष्टा करे ये आउटे भी कहूँ मोर पिता स्वर्गत भावग्राही जेना ये अंचल जड़े सुप्रतिष्ठित समाजसेवी थे न्यायवंत थे अंचल जेकोसी न्याय निशा बसे आमर बापा बा मो बापा नगले से कार्यक्रम हुएनि माध्यम मु ए अंचलवासी सहित भी जड़ित थी बर्तमान इलेक्शन लड़वा मो पे कष्टसाध्य हेब ना मोदी ग्यारंटी नवीन ग्यारंटी केते फेस करि परिबो आपनकर कांग्रेस रो ग्यारंटी देके जाइछथि राहुल गांधी कोन कहबा मोदी पूरा ग्यारंटी देइथिले अच्छा दिन आसला कि कला दिन कला धन आसला कि 2 कोटी नियुक्ति देवे वर्ष को आसला कि से कुआड़ गला 15 लाख टका प्रत्येक नागरिक बैंक अकाउंट को आसो कुआड़ गला खाली बाहास पट कथा कहले हेन ग्यारंटी ग्यारंटी नुह दीर्घ 25 वर्ष ये बीजेडी सरकार रहा राज्य में कौन कहना आपण मान माध्यम प्रश्न करुँच कौन सी कर रास्ता कोठारे पाचेरी रंग मारिदेले ता विकास नुह एक्चुअल विकास जनता विकास हो पारे युवक मान विकास हो पारे युवती मान विकास हो पारे ताही विकास आपण मैंने पछू जातु अतीत जहाँ करिछि कांग्रेस करिछि हजार दिन हजार शिल्प किए करथला कांग्रेस सरकार करथला राउरकेला स्टील प्लांट किए करछि हीराकुद बंद किए करछि नालको किए करछि पारादीप बंदर किए करछि एम्स किए करछि नाइजर किए करछि जहाँ करिछि कांग्रेस करिछि दीर्घ 25 वर्ष भितर एठी राज्य सरकार कौन करछन्ति जोड़े अखाई बैग देले 1000 टंका देले अर्थात जाओ ओडिशावासी दादन घटब बाहर राज्य ओडिशा को केत जन आछन दादन घटिया बर्तमान सुधा 33 लाख लोक बाहर ये ओडिशावासी अच्छा दादन घटुच्च ये सरकार किसी करना एमती खाली डिनो टिपुथे कौन से इच्छा ना ओडिशा प्रति डेभलप करने मोदी कहले राम मंदिर कलु आमको भोट मिल भारत जगन्नाथ प्रकल्प कले समलेई प्रकल्प कले लिंगराज प्रकल्प कले नवीन पट्टनायक कांग्रेस से मुद्दा को जब आसुची कांग्रेस पाखे कौन मुद्दा आसुची कांग्रेस से भोट कैप्चर कर कांग्रेस अतीत नारा थला गरीब हटाओ देश बचाओ जय जवान जय किसान आंकर चलती खाली बीजेडी बीजेपी कांग्रेस मुक्त भारत आउ ता भीतर किसी अच्छी कि जहाँ जिते कांग्रेस कर किसी करना बहु समय धरी बहु लोक भुआ बुला जाई न पारे क्षणक समय पर लोक चेतिले बीजेडी बीजेपी ठू हटी बा मुह फेरे कांग्रेस को सरकार को कांग्रेस सरकार 2024 करने अभियोग राहुल गांधी बारंबार अभियोग आनी प्राइवेट कंपनी मान राष्ट्रहित शिल्प को बिक्री कर दिया जाती एलआईसी की प्राइवेटाइजेशन करदे एयर इंडिया को बिकी दिगला टाटा को पावर सेक्टर को भी प्राइवेट कंपनी टेकी दिगला आप राहुल गांधी अभियोग आनी सत कौन कहे ओडिशा धामरा बंदर को बिकी दिगला कौन कहे एगुड़ा परिचालित त्रुटि आमे परिचालन करिपारिबानी आमे देखिपार गवर्नमेंट जो मैंने रहिले सरकारी स्तर में से लगाम रही आमर विफलता जो आम हाथ टेकी दौचे अर्थात काली भी सकाल दरकार पड़े आम देश को भी टेकी दवा अंबानी आदानी हाथ में यहीटा हवा उचित नुह राज्य देशटा को से एयरपोर्ट हो रेलवे हो
ସବୁ ତ ତାଙ୍କୁ ଦେଇଦେଲେ, କୋର୍ଟ ବି ଦେଇଦେଲେ। ଏଗୁଡ଼ାକ ନିଜର ଯେଉଁଟାକି କିଛି ନାହିଁ କହିଲେ ଚଳେ, ଖାଲି ମୁଥରକ କଥା କହୁଛି। ସେଗୁଡ଼ାକ ଇଏ ଇଲେକ୍ସନରେ ତଫାତ ପଡ଼ିବନି। ବାରମ୍ବାର ଆସିଲେ ବି ମୋଦି ଏଠି ପ୍ରଭାବ ପଡ଼ିବନି। ସେ ଜଗନ୍ନାଥ ପ୍ରକଳ୍ପ କରନ୍ତୁ କି ଏଠି ଆମର ଲିଙ୍ଗରାଜ ପ୍ରକଳ୍ପ କରନ୍ତୁ, ଲୋକ ପ୍ରକଳ୍ପରେ ସନ୍ତୁଷ୍ଟ ନୁହନ୍ତି। ଲୋକଙ୍କର କ'ଣ ହେଇଛି, ଜନତାଙ୍କର କ'ଣ ହେଇଛି? ଏଠି ଓଡ଼ିଶାରୁ ହଜାର ହଜାର ସଂଖ୍ୟାରେ ଶିକ୍ଷିତ ଯୁବକ ଯୁବତୀ ବାହାରକୁ ଯାଉଛନ୍ତି କାମ କରିବା ପାଇଁ, ହଜାର ହଜାର ଶ୍ରମିକ ଯାଉଛନ୍ତି ଦାଦନ ଖଟିବା ପାଇଁ। ଦୀର୍ଘ 25 ବର୍ଷ ପାଇଲେ ଏମାନେ ଓଡ଼ିଶାରେ ବିଜେପି ସରକାର, 10 ବର୍ଷ କେନ୍ଦ୍ରରେ ରହିଲା ବିଜେପି ସରକାର। କ'ଣ ହେଇଛି? ଆପଣଙ୍କ ନିର୍ବାଚନ ବେଳେ ଆପଣ କେମିତି କ'ଣ ପ୍ରଚାର କରୁଛନ୍ତି? ଗୋଟେ ମୋଦି ଆସୁଛନ୍ତି ପ୍ରଚାର କରୁଛନ୍ତି, ନବୀନ ପଟ୍ଟନାୟକ କରୁଛନ୍ତି, ଆପଣଙ୍କର ତାର କେମିତି ଆପଣ କେମିତି କ'ଣ ଲୋକମାନେ ପ୍ରଚାର କରୁଛନ୍ତି? ମୁଁ କହିଲି ସଦାସର୍ବଦା ଏ ଅଞ୍ଚଳବାସୀ ସହିତ ମୁଁ ରହିଛି। ଲୋକମାନେ ଚାହୁଁଛନ୍ତି ପୁରୁଣା ମୁହଁକୁ ଆଡ଼େଇ ଦେଇ ନୂଆ ମୁହଁକୁ ବାଡ଼େଇ ଦେବେ। କଂଗ୍ରେସ ଏଠି ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ କରିବ। ଆପଣମାନେ ଦେଖିବେ ଯୁଆଡ଼େ ମୁଁ ଯାଉଛି ଲୋକଙ୍କର ଉତ୍ସାହ ଉଦ୍ଦୀପନା ରହିଛି। ଲୋକମାନେ ସୋମୋଟ ଯେତେ ଆଗ୍ରହ ହେଇକି ପାଖକୁ ଆସୁଛନ୍ତି। ଆପଣମାନେ ଚାଲନ୍ତୁ ମୋ ସହିତ, ଦେଖିବେ କେଉଁ ଭଳିଆ ଲୋକ ତାଙ୍କର ସୋମୋଟ ଏଥର କହୁଛନ୍ତି ପରିବର୍ତ୍ତନ ଦରକାର, କଂଗ୍ରେସ ଆସିବା ଦରକାର। କଂଗ୍ରେସଟାକୁ ଅନେଇକି ବସୁଛନ୍ତି, କଂଗ୍ରେସ ଆସିବ। 2000 ମସିହାରୁ 2024 ମଧ୍ୟରେ ଯେତେବେଳେ କଂଗ୍ରେସ ନିର୍ବାଚନ ବୈତରଣୀକୁ ଓହ୍ଲାଉଛି, ସେହି ସମୟରେ କଂଗ୍ରେସର ଯେଉଁମାନେ ଆଗ ଧାଡ଼ିର ନେତା ଦଳ ଉପରେ ଭରସା କରି କଂଗ୍ରେସ ଓହ୍ଲାଉଛି, ସେମାନେ ଦଳ ଛାଡ଼ି ଅନ୍ୟ ଦଳକୁ ପଳାଉଛନ୍ତି। ଯେମିତି ଆପଣଙ୍କର କେନ୍ଦ୍ରୀୟ କମଳ, ତାପରେ ଭୂପେନ୍ଦ୍ର ସିଂ, ବର୍ତ୍ତମାନ ସୁଭୟ, ତାହା ଉପରେ ଆପଣ କ'ଣ କହିବେ? ଏଇଟା ନିର୍ବାଚନ ଉପରେ କିଛି କଂଗ୍ରେସ ଦଳ 100 ବର୍ଷରୁ ଉର୍ଦ୍ଧ୍ୱର ଦଳ। ଇଏ ହେଲା ଗୋଟେ ସାଗର, ଇଏ ଗୋଟାଏ କ'ଣ ପଳେଇଲା ତା ବୋଲି କଂଗ୍ରେସ ଫରକ ପଡ଼ିବନି। ଇଏ ଯେଉଁମାନେ ଯାଉଛନ୍ତି ତାଙ୍କର ସ୍ୱାଭିମାନ ନାହିଁ, ଯେଉଁମାନେ ଯାଉଛନ୍ତି ଲୋଭ ଆଙ୍କୁ ଗ୍ରାସ କରୁଛି। ଏଇ ଲୋଭ ହେତୁ ସେ ଯାଉଛନ୍ତି, କିନ୍ତୁ କଂଗ୍ରେସରୁ ତାଙ୍କୁ ମାନେ ସମ୍ପୂର୍ଣ୍ଣ ସବୁ ତାଙ୍କୁ ଦିଆଯାଇଥିଲା। କଂଗ୍ରେସ ଯୋଗୁଁ ସେମାନେ ପରିଚିତ ଥିଲେ। ଆଉ ଯେଉଁମାନେ ଯାଇଛନ୍ତି କଂଗ୍ରେସ ଦଳ ଛାଡ଼ି, ସେମାନଙ୍କର ସତ୍ତା ହଜିଯାଇଛି। ସିଏ ଏଇ ବିଜେଡ଼ିରେ ଦେଖୁନାହାନ୍ତି ଆପଣମାନେ, ତାଙ୍କର ମନ୍ତ୍ରୀ MLAଙ୍କର ଅବସ୍ଥା କ'ଣ? କିଏ ଟେଣ୍ଟ ବାନ୍ଧିଲାଣି, କିଏ ଚେୟାର ପକାଇଲାଣି, କିଏ ଟ୍ରାଫିକ୍ ରୋଲ୍ କଲାଣି। ତାଙ୍କର ତ ଅବସ୍ଥା ଏଇଆ। ଯେଉଁମାନେ ଯାଉଛନ୍ତି ଆମ ଦଳ, ଧର କଂଗ୍ରେସ ଦଳରୁ, ତାଙ୍କ ଅବସ୍ଥା କ'ଣ ନ ହେବ? ସେ ଯାଇ କାନ୍ଦିବେ, ସେଇଠୁ ଯାଇ ଘରେ ରହିବେ। ଆଉ ଗୋଟେ ଜିନିଷ, ଆମର କଂଗ୍ରେସ ଆମର ବିଜେଡି ଗ୍ୟାରେଣ୍ଟି ଆଉ ମୋଦିଙ୍କ ଗ୍ୟାରେଣ୍ଟିରେ ଗୋଟେ ବିଜୁଳିକି ଏଥରକ ମୁଖ୍ୟ ମୁଦ୍ଦା କରାଯାଇଛି। ଯେ ଆମେ ଆସିଲେ ସେ କହିଲେ ଆମେ 100 ୟୁନିଟ୍ ବିଜୁଳି ଦେବୁ, 100-150 ୟୁନିଟ୍। ମୋଦି କହୁଛନ୍ତି ମୁଁ ସୂର୍ଯ୍ୟ ଉଦୟ ଯୋଜନାରେ ସୋଲାର ପ୍ୟାନେଲ ଲଗେଇବେ, ଛାତ ଉପରେ ଆପଣ ବିଜୁଳି ଆଣିବେ ଆଉ ବିକିବେ। କଂଗ୍ରେସ ପାଖରେ କ'ଣ ମୁଦ୍ଦା ଅଛି ଯେ ଲୋକଙ୍କର ମଧ୍ୟବିତ୍ତ ଫ୍ୟାମିଲି ଯୋଉମାନଙ୍କୁ? ଆରେ ଭାଇ, ସିଏ ଆମ ଗ୍ୟାରେଣ୍ଟି ଦେଖି ସିଏ ଗ୍ୟାରେଣ୍ଟି କଲେ। କେବେ ଗ୍ୟାରେଣ୍ଟି ଦେଇଥିଲେ? କେଉଁ ଗ୍ୟାରେଣ୍ଟି ତାଙ୍କର କାର୍ଯ୍ୟକ୍ରମ କରିଛନ୍ତି, କାର୍ଯ୍ୟକାରିତା ହେଇଛି? ଆମର କର୍ଣ୍ଣାଟକରେ ଦିଆହେଇଥିଲା, ତେଲେଙ୍ଗାନାରେ ଦିଆହେଇଥିଲା ଯେଉଁ ଗ୍ୟାରେଣ୍ଟି। ଯେଉଁଦିନ ସରକାର ଆସିଲା ସେଇଦିନ ପ୍ରଥମ କ୍ୟାବିନେଟ୍ରେ ସେ ଦେଇଥିବା ପ୍ରତିଶ୍ରୁତି ବା ଗ୍ୟାରେଣ୍ଟିକୁ କାର୍ଯ୍ୟକାରୀ କଲେ। ଆଜି ସେଇ ଗ୍ୟାରେଣ୍ଟି କଂଗ୍ରେସ ଦେଇଛି। ସ୍ୱୟଂ ସହାୟକ ମହିଳା ଗୋଷ୍ଠୀକୁ 1 ଲକ୍ଷ ଟଙ୍କା ଋଣ ଛାଡ଼, 200 ୟୁନିଟ୍ ବିଜୁଳି ଫ୍ରି, 3000 ଟଙ୍କା ଭତ୍ତା। ଯେଉଁମାନେ ଆଦିବାସୀ ହରିଜନ ମହିଳା ଅଛନ୍ତି ସେମାନଙ୍କୁ 3000, ଜେନେରାଲ ଲୋକଙ୍କୁ 2000, 25 ଲକ୍ଷ ଟଙ୍କା ଆମର ସ୍ୱାସ୍ଥ୍ୟ ବୀମା ଯୋଜନା ଦିଆହେଇଛି। ଆଉ ଅନେକ ଗ୍ୟାରେଣ୍ଟି ଦିଆହେଇଛି। ଯେଉଁ ଗ୍ୟାରେଣ୍ଟି ଯେତେବେଳେ କଂଗ୍ରେସ ଦିଏ ତାହାକୁ ଅକ୍ଷର ଅକ୍ଷରେ ପାଳନ କରିଛି। ବର୍ତ୍ତମାନ ଯେଉଁ ଗ୍ୟାରେଣ୍ଟି ଦିଆଯାଇଛି, ଯଦି କଂଗ୍ରେସ ସରକାର ଆସେ ନିଶ୍ଚିତ ଭାବରେ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରାଯିବ। ପ୍ରଥମ ଥର ପାଇଁ ଓଡ଼ିଶା ଭୁବନେଶ୍ୱର ବିଧାନସଭା ମଣ୍ଡଳୀରେ ଜଣେ ଯୁବ ନେତାଙ୍କୁ ସାଂସଦୀୟ ପ୍ରାର୍ଥୀ ଭାବରେ କରିକି କଂଗ୍ରେସର ଭରସା କରି ଠିଆ କରିଛି। ଛାତ୍ରନେତା ଅଭିଜ୍ଞ ଯେଉଁମାନେ ଅଛନ୍ତି ତାଙ୍କ ଉପରେ ଭରସା ନ କରିକି ଜଣେ ଯୁବକ ନେତା ଉପରେ ଭରସା କରିବାରେ କଂଗ୍ରେସ କ'ଣ? ନା, ଏଇଟା କଂଗ୍ରେସ ଯାହା କରିଛି
बहुत भल कर तेणुक जातीय कांग्रेस मल्लिकार्जुन आमर सभापति सोनिया गांधी राहुल गांधी शरत पट्टनायक धन्यवाद जन से छात्र नेता आशीष बहुत बढ़िया टाणुआ पिलाटे भल पिलाटे जो अंचल को जाऊँगी ता प्रति लोक मानकर सहानुभूति रोचे समर्थन रोचे मुझे भावुची सी निश्चित जीतब एवं तार समर्थित थिबा एमएल प्रार्थी माने समस्त जीतबे बीजेपी बीजेपी कहते आम अंगीन मुख्यमंत्री शपथ ग्रहण कर आम सरकार गढ़ कांग्रेस सेमती किसी कहना विषय केजाणी सी कौ दिन ज्योतिष गणना करथले सी ज्योतिष केबे हेले मुता जाननी ताको पचारे सी कह